ପ୍ରିୟ ଛାତ୍ରଛାତ୍ରୀମାନେ ଆମ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ। ଆଜି ଆମେ ଜ୍ୟାମିତିକ ଚିତ୍ର ମଧ୍ୟରେ ସାଦୃଶ୍ୟ ପଢ଼ିବା। ଜ୍ୟାମିତିକ ଚିତ୍ର ମଧ୍ୟରେ ସାଦୃଶ୍ୟ ହେଲା। ତ ତାହେଲେ ଆମେ ମନେ ରଖିବା ପିଲାମାନେ, ଆମେ ଆଗରୁ ନବମ ଶ୍ରେଣୀରେ ସର୍ବସମ ପଢ଼ିଥିଲେ। ଯଦି ଆକୃତି ବା ଆକାର ସମାନ ଥାଏ ହେଲା, ତାକୁ ଆମେ କ'ଣ କହୁଥିଲେ? ସର୍ବସମ ବୋଲି କହୁଥିଲେ ହେଲା। ଆଉ ସଦୃଶ କ'ଣ ନା ଆକୃତି ସମାନ ଯଦି ଅଛି, ସେ ଆକାର ସମାନ ଥାଉ କି ଅସମାନ ଥାଉ, କିନ୍ତୁ ଯଦି ଆକୃତି ସମାନ ଥାଏ ତାହେଲେ ତାକୁ ଆମେ ସଦୃଶ ବୋଲି କହିବା ହେଲା। ତାହେଲେ ଆମେ ସର୍ବସମ ଆଉ ଗୋଟେ ହେଲା ସଦୃଶ। ସଦୃଶ କ'ଣ ନା ସର୍ବସମଟା ଜାଣିବା, ଆକୃତି ଆକାର ସମାନ। ଆକୃତି ଓ ଆକାର ଉଭୟ ସମାନ ହେଲା, ଉଭୟ ଲେଖିଦେବା। ଏଠି କ'ଣ ଆକାର ସେ ଯାହା ହେଇଥାଇପାରେ, ଆକାର ସମାନ କିମ୍ବା ଅସମାନ ହେବ, କିନ୍ତୁ ଆକୃତି ସମାନ ହେବ। କ'ଣ ହେବ? ଆକୃତି ସମାନ। ବୁଝିଗଲା? ଦେଖ, ସର୍ବସମ ମାନେ ଆଉ ଗୋଟେ ସର୍ଟକଟ୍ ଯଦି ତୁମେ ଜାଣିବାକୁ ଚାହୁଁଛ ହେଲା, ସର୍ବସମ ମାନେ ଧର ଆମେ ଦୁଇଟା ତ୍ରିଭୁଜ ନେଲେ, ସେ ସର୍ବସମ ବୋଲି କେମିତି କହିବା ନା, ଆମେ ସର୍ବସମ 5 ବା ସର୍ବସମ ପଢ଼ିଥିଲେ ହେଲା। ବାକବା, କୋବାକ, କୋକବା, ବାବା, ସକବା, ଏମିତି 5ଟି ସର୍ବସମ ଆମେ ପଢ଼ିଥିଲେ। ସଦୃଶ ଧର ଆମେ ଦୁଇଟି ତ୍ରିଭୁଜ ନେଲା, ଆମେ ସଦୃଶ କେମିତି କରିବା ତାର ଗୋଟେ ସର୍ତ୍ତ ଅଛି ହେଲା। ତ ସେଇ ମନେ ରଖିବ। ଆଉ ଗୋଟେ ରିଜିନଟା କ'ଣ, ସର୍ବସମ ସଦୃଶ ଭିତରେ ସର୍ବସମ ହେଲେ ସଦୃଶ ହେବ। ମନେ ରଖିଥିବ, ସର୍ବସମ ଯଦି ଦୁଇଟି ଚିତ୍ର ହେଉଛନ୍ତି ତାହେଲେ ସିଏ ସଦୃଶ ହେବେ, କିନ୍ତୁ ଯଦି ସଦୃଶ ଦୁଇଟି ଚିତ୍ର ହେଉଛନ୍ତି ସିଏ ସର୍ବସମ ହେବେ ନାହିଁ। ମନେ ରହିଲା ତ? ଏ ମୋଷ୍ଟ ଇମ୍ପୋର୍ଟାଣ୍ଟ। ସର୍ବସମ ହେଲେ ସଦୃଶ ହେବେ, କିନ୍ତୁ ସଦୃଶ ହେଲେ ସର୍ବସମ ହେବେ ନାହିଁ ହେଲା। ତ ତାହେଲେ ଆମେ ସାଦୃଶ୍ୟର ସର୍ତ୍ତ ଦେଖିବା। ଧର ଆମେ ଦୁଇଟି ତ୍ରିଭୁଜ ନେଲେ ହେଲା, ଦୁଇଟି ଆମେ ABC ଗୋଟେ ତ୍ରିଭୁଜ ନେଲେ, ଆଉ ଗୋଟେ ନେଲେ DF ହେଲା। ତ ତାହେଲେ ଏ ସାଦୃଶ୍ୟ ସର୍ତ୍ତ କ'ଣ? ଦେଖ, A କୋଣର ଅନୁରୂପ କ'ଣ କିଏ? D, B କୋଣର ଅନୁରୂପ କ'ଣ? E, C କୋଣର ଅନୁରୂପ କ'ଣ? F ହେଲା। AB ର ଅନୁରୂପ ବାହୁ D, BC ର ଅନୁରୂପ ବାହୁ EF, AC ର ଅନୁରୂପ ବାହୁ DF। ତ ତାହେଲେ ଆମେ ସାଦୃଶ୍ୟର ସର୍ତ୍ତଟା କ'ଣ ହେଇଥିବ? ଦୁଇଟି ତ୍ରିଭୁଜ ସଦୃଶ ବୋଲି ଆମେ କେମିତି ଜାଣିବା ତା ସର୍ତ୍ତ ଅନୁସାରେ? ନା ଅନୁରୂପ କୋଣ ମାନେ ସର୍ବସମ ଲେଖିଦେଉଛି। ଅନୁରୂପ କୋଣ ମାନେ ସର୍ବସମ ଆଉ ଅନୁରୂପ ବାହୁ ମାନେ ସମାନୁପାତି ହେଲା। ତ ଏ ଦୁଇଟା କଣ୍ଡିସନ ହେଉଥିବା କଥା। ଦେଖ, ଅନୁରୂପ କୋଣ ମାନେ କିଏ? A କୋଣ ସର୍ବସମ ତମ D କୋଣ, B କୋଣ ସର୍ବସମ E କୋଣ, C କୋଣ ସର୍ବସମ F କୋଣ। ସେହିଭଳି AB by DE is equal to BC by EF is equal to SC by DF। ଏଇଭଳି ଆମେ ତାହେଲେ ଏଇ ଦୁଇଟା ହେଉଛି କଣ୍ଡିସନ, ମନେ ରଖିବ ହେଲା, ସାଦୃଶ୍ୟର ସର୍ତ୍ତ ହେଲା। ତ ଆମେ ଦୁଇଟି ତ୍ରିଭୁଜ, ତିନିଟା ଆମେ ତ୍ରିଭୁଜ, ଆଉ ଗୋଟେ ତ୍ରିଭୁଜ ଡ୍ର କରିଦେବା। ବୁଝିହେଲା? ତ ଏଠି ନାହିଁ, ଆଉ ଗୋଟେ ତଳେ ଡ୍ର କରିବା ହେଲା। ଦେଖ, ABC ଗୋଟେ କଲେ, ଆଉ ଗୋଟେ ଆମେ DEF କଲେ ହେଲା, ଆଉ ଗୋଟେ ଆମେ PQR କରିବା। କ'ଣ କରିବା? PQR ହେଲା। ଏମିତି ଆମେ 3ଟି ତ୍ରିଭୁଜ ଡ୍ର କଲେ ହେଲା। ଭଲସେ ବୁଝ, ଅନ୍ୟମନସ୍କ ହେବନି। ତ ତାର ଧର୍ମ ହେଲା, ଏଇ ତିନିଟାରେ ସାଦୃଶ୍ୟର ଧର୍ମ କ'ଣ ଦେଖିବା। ସର୍ତ୍ତ ଜାଣିଲେ ସାଦୃଶ୍ୟର ଧର୍ମ ଏଇ ତିନିଟା ଆଗ ତ୍ରିଭୁଜ ହେଲା। ନା ଫାଷ୍ଟ ହେଉଛି କ'ଣ? ପ୍ରତ୍ୟେକ ତ୍ରିଭୁଜ ନିଜ ସହ ସଦୃଶ। ପ୍ରତ୍ୟେକ ତ୍ରିଭୁଜ କ'ଣ ହେବେ? ନିଜ ସହ ସଦୃଶ। ତା ମାନେ କ'ଣ ହେବ? ନା ତ୍ରିଭୁଜ ABC ସଦୃଶ ତ୍ରିଭୁଜ ABC। ଏଇଟା କ'ଣ କହିବା? ସ୍ୱତୁଲ୍ୟ ଧର୍ମ। ଏହା କି ଧର୍ମ? ସ୍ୱତୁଲ୍ୟ ଧର୍ମ। ବୁଝିହେଲା? ସେକେଣ୍ଡକୁ ଯିବା, ତ୍ରିଭୁଜ ABC ସଦୃଶ ତ୍ରିଭୁଜ PQR ହେଲା।
तो दैट इम्प्लाइज दुईटा कदि एमती रिभर्स रहा तो जानव जे यहाँ हेल्ले ये हम ये हेल्ले यहाँ हम है। तो त्रिभुज पी क्यू आर सदृश त्रिभुज ए बी सी एटा कि धर्म ना प्रतिसम क्यों धर्म माने जड़े जन सहित सदृश हेल्ले आर जन से पूर्व सहित सदृश। तब त्रिभुज ए बी सी सदृश त्रिभुज डीईएफ त्रिभुज डीईएफ सदृश त्रिभुज पीक्यूआर हेल्ले कौन हम इम्प्लाइज दैट त्रिभुज ए बी सी सदृश त्रिभुज पीक्यूआर। तमें कौन आम जानले ना ए बी सी डीईएफ सहित सदृश डीईएफ पीक्यूआर सहित सदृश ताले ए बी सी पीक्यूआर सहित सदृश बुझीगला। ताले कौन कहवा संक्रमी धर्म सादृश्यर संक्रमी बुझीगला स्वतुल्य प्रतिसम संक्रमी। तो एमती आम 3टी धर्म अच्छे तो तुम मैंने आपको भला मन रख परीक्षा पड़े स्वतुल्य धर्म संक्रमी धर्म सादृश्य क्यों धर्म अनुसार यहाँ हम संक्रमी धर्म सर्ट टाइप आसे बुझीगला। तो पे आम धर्म जानी सारापर एवं उपपाद्य ये धर्म गुड़ी को व्यवहार करें उपपाद्य 4 कौन करवा डिस्कसन करवा। उपपाद्य 4 पे कौन कहूँ प्रथम देखा उपपाद्य 4 उपपाद्य 4टी कौन ना गोटे त्रिभुजर 3 कोण गोटे त्रिभुजर 3 कोण अन्य एक त्रिभुजर कौन अनुरूप 3 कोण अन्य एक त्रिभुजर अनुरूप 3 कोण सह सर्वसम हेले त्रिभुज 2 सदृश हे त्रिभुज 2 सदृश हे। तो ये उपपाद्य 4टी को आम कौन कही था मन रख पे कोको सादृश्य आम सर्ट रे कौन कही था कोको है उपपाद्य 4टा हूँ आमर कोको सादृश्य बुझीगला। तो ताहले आम यार प्रमाण करवा है तो आम डायग्राम प्रथम करवा है गोटे आम त्रिभुज नवा है देख आम ए बी सी गोटे त्रिभुज ने आउ गोटे त्रिभुज नवा डी ई एफ है। तो ताहले आम ए दत्त लिखा प्रमाण आरंभ करवा। दत्त कौन मन रखा पे दत्त हूँ जहाँ देखिए गिवन डाटा है। तो 2टी त्रिभुज आम कर त्रिभुज ए बी सी और त्रिभुज डी एफ 2 आम कौन कौन देखिए देख 3 कोण सर्वसम हेल्ले ए कोण सर्वसम डी कोण बी कोण सर्वसम ई कोण सी कोण सर्वसम एफ कोण ये है। तापर आम जा प्रामाण्य को जहाँ देखिए लिखिले प्रामाण्य कौन जहाँ प्रमाण करने को पड़े त्रिभुज ए बी सी सदृश त्रिभुज डी एफ है। आम अंकन कर अंकन कौन पे आमको प्रमाण करने को साहाय्य करे आमको प्रमाण कर साहाय्य करे ना आम ना मन कर ये आम ए बी बाहुटा डी ठारू बड़ अच्छे ए बी बाहुटा डी ठारू बड़ अच्छे बोले ना है। तो तापर कौन लिखा ए बी उपरे एक्स गोटे बिंदु ना एक्स एपरी एक बिंदु हेउ एपरी एक बिंदु हेउ जेपरिकी है एक्सटा एपरी एक बिंदु ए बी उपरे जेपरिकी ए एक्स इज इक्वल टू कौन हम डी हेब एवं ए एक्स बी इटा हो बुझीगला है। तापर कौन करवा आम एक्स बिंदु आम कौन करवा एक्स बिंदु बीसी सह समांतर करी
ଏକ ସରଳ ରେଖା ଅଙ୍କନ କରିବା। ଏକ ସରଳ ରେଖା ଅଙ୍କନ କରାଯାଉ। ନିଜ ବାକ୍ୟରେ ପିଲା ଲେଖିବ, ବହିରୁ ଟିପିବନି ନା କୌଣସି ଟିପା ଟିପି କର, ଟିପା ଟିପି କଲେ ନିଜର ମାର୍କ କମିଯାଏ ହେଲା, ଭୁଲ ହେଇଯିବ। କରାଯାଉ ଯେପରି କ'ଣ ହେବ, କିପରି ଆମେ କରିବା, ଯେପରିକି ହେଲା ଏକ ସମାନ୍ତର ସରଳରେଖା ଅଙ୍କନ କରାଯାଉ। ଯାହାକି ଲେଖିଲେ ହେବ, ଯେପରିକି ଆଉ କିଛି ନାହିଁ, ଯାହାକି ଆମର ଏସିକୁ ହେଲା, ଏସିକୁ ୱାଇ ବିନ୍ଦୁରେ ଛେଦ କରିବ। କେଉଁଠି ଛେଦ କରିବ, ୱାଇ ବିନ୍ଦୁରେ ଛେଦ କରିବ। ବୁଝିହେଲା ହେଲା, ତ ଭଲ ଭାବେ ବୁଝୁଥିବା ପିଲାମାନେ ହେଲା। ଆଉ ବଡ଼ଟେ ଅଛି ବୋଲି ଭାବିବନି, ବଡ଼ ହେଲା, ନିଜ ବାକ୍ୟ ଲେଖା ଟିକେ ବଡ଼ ବି ହେଇପାରେ, କିନ୍ତୁ ନିଜ ବାକ୍ୟ ଲେଖିବ। ତାପରେ ଯାହାମାନେ ଯିବା ଆମେ କେଉଁଠିକି, ପ୍ରମାଣକୁ ଯିବା ହେଲା। ଆମକୁ କ'ଣ ଦେଇଛି, ଆମେ ଏଠି ଗୋଟେ ଏକ୍ସ ବିନ୍ଦୁଟା ନେବା। ଦେଖ ଏଠି ଏକ୍ସ ବିନ୍ଦୁଟା ଅଙ୍କନ କଲେ, ଆଗ ଲେଖିଦେଲେ ଏଠି ଆମେ ଏକ୍ସ ବିନ୍ଦୁଟା ଅଙ୍କନ କଲେ, ଏକ୍ସ ଦେବେ, ଏଇଟା ଆମର ୱାଇ ବିନ୍ଦୁରେ ଛେଦ କଲା, ପାରାଲାଲ କଲେ କାହା ସହିତ, ବିସି ସହିତ। ତାହେଲେ ଆମର ଏକ୍ସ ୱାଇ ପାରାଲାଲ ବିସି, ଏଇଟା ଆମର କେଉଁଠି ଅଛି ପିଲାମାନେ, ଅଙ୍କନରେ ଆମେ କରିଛେ। ବୁଝିହେଲା, ତ ତାହେଲେ ଦେଖ ପାରାଲାଲ ଯେତେବେଳେ ହେବା ସମାନ୍ତର ହେବ, ଏଇ କୋଣଟା ଏଇ କୋଣ ସହିତ ସମାନ ହେବ, କ'ଣ ପାଇଁ, ଅନୁରୂପ କୋଣ। ଏଇ କୋଣଟା ଏଇ କୋଣ ସହିତ ସମାନ ହେବ, କ'ଣ ପାଇଁ, ଅନୁରୂପ କୋଣ। ତ ତାହେଲେ ଦ୍ୟାଟ୍ ଇମ୍ପ୍ଲାଇଜ୍ ଏ ଏକ୍ସ ୱାଇ କୋଣଟା ଆମର କାହା ସହିତ ସମାନ ହେବ, ବି କୋଣ ସହିତ, ଆଉ ଏ ୱାଇ ଏକ୍ସଟା କାହା ସହିତ ସମାନ ହେବ, ଏ ୱାଇ ଏକ୍ସଟା ସି କୋଣ ସହିତ। ବୁଝିହେଲା, ଏଠି ଲେଖିଦେବ ଅନୁରୂପ କୋଣ। ଏଇଟା କ'ଣ, ଅନୁରୂପ କୋଣ, ଏ ଦୁଇଟା ଯାକ ହେଲା। ତ ତାହେଲେ ଆଉ କ'ଣ ଆମେ ପାଇବା, ଦେଖ ନା ଆମେ ଜାଣିଛେ ବି କୋଣଟା ଇ ସାଙ୍ଗେ, ତାହେଲେ ଏକ୍ସ କୋଣଟା ଇ, ବି କୋଣଟା ହେଲା, ବି କୋଣଟା କାହା ସହିତ, ଇ କୋଣ ସାଙ୍ଗେଟା କେଉଁଠି ଅଛି, ଦତ୍ତ। ଆଉ ଗୋଟେ ଏ ଏକ୍ସ ୱାଇ କୋଣଟା ବି କୋଣ ସହିତ, ତାହେଲେ ଦ୍ୟାଟ୍ ଇମ୍ପ୍ଲାଇଜ୍ କ'ଣ ହେବ, ଏକ୍ସ କୋଣଟା ତୁମର କାହା ସହିତ ସମାନ ହେବ ହେଲା, ଇ କୋଣ ସହିତ ସମାନ ହେବ। ଏକ୍ସ କୋଣଟା ତୁମର କାହା ସହିତ ସମାନ ହେବ, ବି କୋଣଟା ତୁମର ଇ ସହିତ ଅଛି ହେଲା, ଏକ୍ସ କୋଣଟା ଇ କୋଣ ସହିତ ସମାନ ହେବ। ଏଇଟାକୁ ଆମେ ନେଇଗଲେ ଇକ୍ୱେସନ୍ 1 ହେଲା। ସେହିପରି ଆମର ୱାଇଟା କାହା ସହିତ ସମାନ ହେବ, ଏଫ୍ କୋଣ ସହିତ ହେଲା, ତାକୁ ଆମେ ଦେଇଦେବା ଇକ୍ୱେସନ୍ 2 ହେଲା। ତ ତାହେଲେ ଏବେ ଆମେ କ'ଣ ଦେଖିବା, ତ୍ରିଭୁଜ ଏ ଏକ୍ସ ୱାଇ ଓ ତ୍ରିଭୁଜ ଡି ଏଫ୍ ଦ୍ୱୟରେ ୱାଇଟା ଏଫ୍ ସହିତ କେମିତି ଥିଲା ନା, ଦେଖ ଆମର ସି ସହିତ ଏଫ୍ ଥିଲା, ୱାଇଟା ସି ସହିତ ଦେଖ ହେଲା, ଆମର ୱାଇଟା ସି ସହିତ, ଯଦି ୱାଇଟା ସି ସହିତ, ସିଟା ଏଫ୍ ସହିତ, ତାହେଲେ ୱାଇଟା ଏଫ୍ ସହିତ। ବୁଝିହେଲା ତ, ୟା ଭଳିଆ ସେଥିପାଇଁ ଆମେ ସେଇପରି ଲେଖିଦେଲେ। ବୁଝିପାରିଲ, ତ ଏକ୍ସ ୱାଇ ଓ ଡି ଇ ଏଫ୍ ଦ୍ୱୟରେ ଏଇ ଦୁଇଟା ତ୍ରିଭୁଜକୁ ଆମେ ଯିବା। ଏଇ ଦୁଇଟା ତ୍ରିଭୁଜ ଆମେ କ'ଣ ପାଉଛେ ନା, ଏକ୍ସ ୱାଇ ଓ ଡି ଇ ଏଫ୍ରେ ଆମେ କ'ଣ ପାଇବା, ଦେଖ ନା ଏକ୍ସ କୋଣଟା ଇ କୋଣ ସହିତ ହେଲା, ଏକ୍ସ କୋଣ ହେଲା ଇ କୋଣ ସହିତ ସମାନ। ତାପରେ ଏକ୍ସ ହେଉଛି ଆମର ଡି ଇ ସହିତ, ଏକ୍ସଟା ଇ ସହିତ କେଉଁଠି, ଇକ୍ୱେସନ୍ 1ରୁ ଲେଖିବ, ରିଜିନ୍ ସବୁବେଳେ ଲେଖିବ ହେଲା। ଇକ୍ୱେସନ୍ 1ରୁ ଏକ୍ସଟା ଡି ଇ ସହିତ କେଉଁଠି, ଅଙ୍କନରୁ ହେଲା। ଆଉ କ'ଣ ପାଇଲେ ନା ଏ କୋଣଟା ଡି କୋଣ, ଏ କୋଣଟା ଡି କୋଣଟା କେଉଁଠି ଅଛି, ଦତ୍ତରେ ଅଛି। ତାହେଲେ ଏଇ ତିନିଟା ଯାକ ତୁମେ ଷ୍ଟଡି କର, କ'ଣ ପାଇବା, ଦ୍ୟାଟ୍ ଇମ୍ପ୍ଲାଇଜ୍ ନା ତ୍ରିଭୁଜ ଏକ୍ସ ୱାଇ ସର୍ବସମ ତ୍ରିଭୁଜ ଡି ଏଫ୍ କ'ଣ ପାଇଁ ହେବ, କୋ ବା କୋଣ ବାହୁ କୋଣ ସର୍ବସମତା। ବୁଝିପାରିଲ, କୋଣ ବାହୁ କୋଣ ହେଲା। ତାହେଲେ ସର୍ବସମ ହେଲେ କ'ଣ, ଅନୁରୂପ ବାହୁ ମାନେ ସମାନ ହୁଅନ୍ତି, ଅନୁରୂପ କୋଣ ମାନେ ସମାନ ହୁଅନ୍ତି। ତାହେଲେ ଆମେ କ'ଣ ପାଇବା ଏଠି ନା ଏ ୱାଇ ଇଜ୍ ଇକ୍ୱାଲ୍ ଟୁ ଡି ଏଫ୍, ଏ ୱାଇ ଇଜ୍ ଇକ୍ୱାଲ୍ ଟୁ ଡି ଏଫ୍, ଏକ୍ସ ଇଜ୍ ଇକ୍ୱାଲ୍ ଟୁ ଡି ଅଛି, ଏକ୍ସ ୱାଇ ଇଜ୍ ଇକ୍ୱାଲ୍ ଟୁ ଏ ପାଇବା, ଏ ୱାଇ ଇଜ୍ ଇକ୍ୱାଲ୍ ଟୁ ଡି ଏଫ୍, ଏ ୱାଇ ଇଜ୍ ଇକ୍ୱାଲ୍ ଟୁ ଡି ଏଫ୍ ପାଇବା। ଆଉ ଗୋଟେ କ'ଣ ପାଇବା, ଏକ୍ସ ୱାଇ ଇଜ୍ ଇକ୍ୱାଲ୍ ଟୁ ଏଫ୍। ଆମ ବାହୁଟାକୁ ଆମ ଦରକାର ହେଲା, ତ ସେଥିପାଇଁ ଦୁଇଟାକୁ ଲେଖିଥିଲେ, ଯେଉଁଟା ଦରକାର ତାକୁ ବ୍ୟବହାର କରିବା। କ'ଣ ପାଇଁ, ସର୍ବସମ ତ୍ରିଭୁଜର ଅନୁରୂପ ବାହୁ। ସର୍ବସମ ତ୍ରିଭୁଜର ସବୁବେଳେ ପିଲାମାନେ କାରଣଟି ଲେଖିବ ବା ରିଜିନ୍ଟା ଲେଖିବ ହେଲା, ଅନୁରୂପ ବାହୁ। ବୁଝିହେଲା, ତାପରେ
ଆମେ ଏବେ କ'ଣ କରିବା ତ୍ରିଭୁଜ ଏବିସିରେ ତ୍ରିଭୁଜ ଏବିସିରେ କ'ଣ ଦେଇଛି ନା XY ପାରାଲାଲ BC ଆମେ ଏଟା କେଉଁଠି କରିଛେ ଅଙ୍କନରେ ତାହେଲେ ଆମେ ଥେଲିସ ଉପାଦେୟ ଅନୁସାରେ କ'ଣ ଲେଖିପାରିବା ନା AB by AX is equal to SC by AY ହେଲା AB by X ବୁଝେଇଥିଲେ ଥେଲିସ ଉପାଦେୟ ବେଳକୁ ଅନୁସିଦ୍ଧାନ୍ତକୁ ବ୍ୟବହାର କରିକି ଟୋଟାଲଟା ନେବା ବା ଏଇତିକ ନେଲେ ତାହେଲେ କ'ଣ ହେବ ହେଲା SC by AY ବୁଝିହେଲା ତ ତାହେଲେ ୟାକୁ ଆମେ କ'ଣ ଲେଖିପାରିବା AB by AX ଟା ପିଲାମାନେ କେତେ AX ଦେଖ AX ଟା କାହା ସହିତ ସମାନ ନା ଆମେ ନେଇଛେ ଦେଖ ଅଙ୍କନରେ D ସହିତ ସମାନ ଏଠି D ଲେଖିଲେ ଇଜିକାଲ୍ ଟୁ SC by AY ଟା କାହା ସହିତ ସମାନ DF ସହିତ AY ଟା DF ହେଲା ଏଠି ଲେଖିଦେବ ଯେହେତୁ AX is equal to DE ଆଉ AY is equal to DF ଇଏ ହେଉଛି ଆମର AY ଆଉ DF ଯେଉଁଟା ଆମେ ଏଟାକୁ ଦେଇଦେବେ ପିଲାମାନେ ଇକ୍ୱେସନ୍ 3 ଇକ୍ୱେସନ୍ 3ରୁ ଇଏ ହେଉଛି ଅଙ୍କନ ଇଏ କ'ଣ ଅଙ୍କନ ବୁଝିହେଲା ତ ଏବେ ଏଇଟା ଆମେ କେଉଁଠି ପାଇଲେ ଇକ୍ୱେସନ୍ 3ରୁ ବୁଝିହେଲା ତ ତାହେଲେ ଏଇଟାକୁ ଦେବା ଇକ୍ୱେସନ୍ 4 ତ ତାହେଲେ ଏବେ ଆମେ କ'ଣ କରିବା ସେଇଭଳି ଭାବରେ BA ଉପରେ ହେଲା BA ଉପରେ କ'ଣ ନେବା ଗୋଟେ ଜେଡ୍ ଗୋଟେ ବିନ୍ଦୁରେ ନିଅ ଜେଡ୍ ସେଇ ସେମ୍ ପ୍ରୋସିଜର ଏପରି ଏକ ବିନ୍ଦୁ ହଉ ଯେପରିକି କ'ଣ ହେବ BZ ଇଜିକାଲ୍ ଟୁ ED BZ ଇଜିକାଲ୍ ଟୁ ED ଏଇପଟୁ ହେଲା BZ ଇଜିକାଲ୍ ଟୁ ED ଆଉ କ'ଣ କରିବା ଏବଂ ଆଉ କ'ଣ ହେଉଥିବ BZA ହେଉଥିବ ଏକ ସରଳରେଖାରେ ଅବସ୍ଥାନ କରୁଥିବେ ହେଲା ଆଉ ଜେଡ୍ ବିନ୍ଦୁରୁ AC ସହ ସମାନ୍ତର କରି AC ସହ ସମାନ୍ତର କରି ଏକ ରେଖା ଅଙ୍କନ କରାଯାଉ ଯାହାକି କେଉଁଠି ଛେଦ କରିବ ଯାହାକି BCକୁ ଦେଖ ଏଇଠୁ ଆମେ ଜାଣିବା BCକୁ କେଉଁଠି ଛେଦ କରିବ ଗୋଟେ ନାଁ ଦେଇଦିଅ BCକୁ ହେଲା P ବିନ୍ଦୁରେ ଛେଦ କରିବ କେତେ ଦେବା P ବିନ୍ଦୁରେ ଛେଦ କରିବ ବୁଝିହେଲା ତ ତାହେଲେ ଏବେ ଆମେ କ'ଣ ପାଇଲେ ହେଲା P ବିନ୍ଦୁରେ ଛେଦ କରିବ ତାହେଲେ ସେହିପରି ଆମେ ପ୍ରମାଣ କରିପାରିବା କ'ଣ ସେହିପରି ଆମେ ପାଇବା କ'ଣ ପାଇବା ନା ଯେଉଁଟା ସମାନ୍ତର ହେଲା ସେ ବାହୁ ସହିତ ଆର ବାହୁଟା ଆମେ ପାଇବାନି ତାହେଲେ AB by D ଇଜ ଇକ୍ୱାଲ୍ ଟୁ କ'ଣ ହେବ ନା BC by F AB by D ଇଜ ଇକ୍ୱାଲ୍ ଟୁ BC by F ଦେଖ କହିଥିଲି ଏଇ ବାହୁ ସହିତ ଏଇ ବାହୁରେ ପାଇବାନି ତାହେଲେ AB by D ପାଇଲେ BC by F ଯାହା ସହିତ ସମାନ୍ତର ହେଲା ତାର ଅନୁରୂପ ବାହୁ ସହିତ ଅନୁପାତଟା ଆମେ ପାଇବାନି ଦେଖୁନ ଏଠି ସେମିତି ପାଇଥିଲେ AB by D ଇକ୍ୱାଲ୍ ଟୁ SC by DF ପାଇଥିଲେ ଏ ସମାନ୍ତର ବାହୁଟା ପାଇନଥିଲେ ବୁଝିହେଲା ତ ସେ ସମାନ୍ତର ଯାହା ସହିତ ତାର ଅନୁରୂପ ବାହୁ ଆମେ ପାଇବାନି ତାହେଲେ ୟାକୁ ଦେବା ଇକ୍ୱେସନ୍ 5 ବୁଝିହେଲା ତାହେଲେ 4 ଆଉ ଆମେ 5 ଏତକ ପାଇ ତାହେଲେ ଆମେ ଯେଉଁ ଇକ୍ୱେସନ୍ 4 ଆଉ 5ଟାକୁ ପାଇଲେ ଇକ୍ୱେସନ୍ 4 ଆଉ 5କୁ ଆମେ ନେଇଯିବା ବୁଝିହେଲା ଏଠି କ'ଣ ଲେଖିବା ସମୀକରଣ 4 ଓ 5ରୁ ଆମେ କ'ଣ କ'ଣ ପାଇଛେ ଦେଖ ସମୀକରଣ 4ରେ ଆମେ ପାଇଲେ AB by D is equal to SC by DF ହେଲା ଆଉ ଗୋଟେ କ'ଣ ପାଇଲେ 5ରୁ ଆମେ ପାଇଲେ AB by D is equal to BC by EF ତ ଏଇ ଦୁଇଟାକୁ ତମେ ଏବେ ଟାଲି କଲେ ଆମେ କ'ଣ ପାଇବା AB by D ଉଭୟ ପାର୍ଶ୍ୱ ସମାନ ଅଛି ତାହେଲେ ଏଇ ଦୁଇ ଜଣ ବି ସମାନ ତାହେଲେ ପ୍ରତ୍ୟେକ ସହିତ ସମାନ ଦ୍ୟାଟ୍ ଇମ୍ପ୍ଲାଇଜ୍ AB by D is equal to SC by DF is equal to BC by EF ବୁଝିହେଲା ହେଲା ତ ଧ୍ୟାନ ସେ ଶୁଣ ଅନ୍ୟମନସ୍କ ହେଲେ ଟିକେ ଗୋଟେ ଲାଇନ୍ ଅନ୍ୟମନସ୍କ ହେଲେ ତୁମେମାନେ ବୁଝିପାରିବନି ହେଲା ଏପର୍ଯ୍ୟନ୍ତ ଆମେ ବୁଝିଲେ ତାପରେ ଆମେ ଆଉ କ'ଣ ଦତ୍ତ ଦେଇଛେ କିନ୍ତୁ
ଦତ୍ତ ଅଛି ହେଲା। ଆମ ଦତ୍ତ ଅଛି କ'ଣ, ଆମେ ୟାକୁ ଇକ୍ୱେସନ୍ 6 ଦେଇଦେବା। ଦତ୍ତ ଅଛି ଏ କୋଣ ସର୍ବସମ ଡି କୋଣ ସହିତ, ବି କୋଣ ସର୍ବସମ ଇ କୋଣ ସହିତ, ସି କୋଣ ସର୍ବସମ ଏଫ କୋଣ ସହିତ। ବୁଝିହେଲା? ହେଲା, ଏଇଟା ପାଇଲେ ୟାକୁ ଦେଇଦିଅ ଇକ୍ୱେସନ୍ 7। ତାହେଲେ ସମୀକରଣ 6 ଓ 7ରୁ ତୁମକୁ ତ ଲାଗୁଛି ବଡ଼ ଭଳିଆ, କିନ୍ତୁ କିଛି ବଡ଼ ନାହିଁ ହେଲା। 6 ଓ 7 2-3 ଥର ପ୍ରାକ୍ଟିସ୍ କରିଦେବ ଘରେ, ହେଇଯିବ। 6 ଓ 7ରୁ ନ ଦେଖିକି କିନ୍ତୁ ପ୍ରାକ୍ଟିସ୍ କରିବ, ଯେଉଁଠି ବୁଝି ନ ହେବ ଦେଖିବ, ନ ଦେଖିକି ପ୍ରାକ୍ଟିସ୍ କରିବ, ଦେଖିବ ବହୁତ ମଜା ଲାଗିବ ଆଉ ଆରାମସେ କରିପାରିବ। 6 ଓ 7ରୁ ଆମେ କ'ଣ ପାଇଲେ ନା ତ୍ରିଭୁଜ ଏ ବି ସି ସଦୃଶ ତ୍ରିଭୁଜ ଡି ଏଫ୍ ପ୍ରମାଣିତ। କେମିତି କରିପାରିବା ଦେଖ, 6 ଆଉ 7 କେମିତି ଜାଣିଲେ ନା ଆମ ସଦୃଶ ସଂଜ୍ଞା, ଅନୁରୂପ ବାହୁର ଅନୁପାତ ସମାନ, ଅନୁରୂପ କୋଣର ପରିମାଣ ସମାନ ହେଲା। ତ ତାହେଲେ ଆକୁ ଆମେ କ'ଣ କହନ୍ତି ହେଲା, ଆମେ ପଢ଼ିଥିଲେ କୋଣ 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 ସାଦୃଶ୍ୟ ମଧ୍ୟ କହିପାରିବା। କୋକ ସାଦୃଶ୍ୟ ବୋଲି ଲେଖିଥିଲି ପିଲାମାନେ ଟପ୍ରେ ହେଲା। କୋକ ସାଦୃଶ୍ୟ କୋ ଲେଖିଲା ମାନେ ଲାଷ୍ଟ କୋଣଟା ମଧ୍ୟ ଏ ତ୍ରିଭୁଜର ଆର ତ୍ରିଭୁଜ ସହିତ ସମାନ ଆସିବ। ବୁଝିପାରିଲ ତ? ୟାର କୋଣ ତାର କୋଣ ସମାନ, ତାର ଫାର୍ଷ୍ଟ ତ୍ରିଭୁଜ ସେକେଣ୍ଡ କୋଣ ତାର ସେକେଣ୍ଡ କୋଣ, ଥାର୍ଡ଼ କୋଣଟା ଅଟୋମେଟିକ୍ ସମାନ ହେବ। ସେଥିପାଇଁ ତାକୁ ମଧ୍ୟ କ'ଣ କୁହାଯାଏ, କୋକ ସାଦୃଶ୍ୟ କୁହାଯାଏ। ବୁଝିଲା? କୋକ ସାଦୃଶ୍ୟ କୁହାଯାଏ। ତାହେଲେ ଆମେ ଏଠୁ ଜାଣିଲେ କ'ଣ ନା ଉପାଦାନ 4ଟିକୁ ଆମେ କୋକ ସାଦୃଶ୍ୟ ବୋଲି କହିଥାନ୍ତି। ତ ନେକ୍ସଟ ଆମେ କ୍ଲାସ୍ରେ ଉପାଦାନ 5 ପଢ଼ିବା। ତୁମମାନଙ୍କ କାମ ହେଲା ଯାହା ବୁଝିଲ ଆଜି ଯାଇ ଘରେ ତୁରନ୍ତ ତାକୁ ପ୍ରାକ୍ଟିସ୍ କରିବ ହେଲା। ଆଉ ଯଦି ତୁମେ 2-3 ଦିନ ଗ୍ୟାପ୍ କର ତାହେଲେ ଭୁଲିଯିବ ଆଉ ଶେଷରେ ବୁଝିପାରିବନି। ତ ସେଥିପାଇଁ ତୁମମାନଙ୍କୁ ପ୍ରାକ୍ଟିସ୍ ଦରକାର। ତୁମେ ନ ଦେଖିକି କରିବ, ଯେଉଁ ଲାଇନ୍ରେ ନ ବୁଝିଲେ ତାକୁ ଦେଖିକି ତୁମେ ପ୍ରାକ୍ଟିସ୍ କରିବ। ଆଶା କରୁଛି ତୁମମାନଙ୍କୁ ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଯଦି ତୁମମାନଙ୍କୁ ଭିଡ଼ିଓଟି ଭଲ ଲାଗିଲା ତାହେଲେ ତୁମେ ତାକୁ ଲାଇକ୍ କରିବ, ସାଙ୍ଗସାଥିମାନଙ୍କୁ ସେୟାର କରିବ, ଯାହାଦ୍ୱାରା ସେମାନେ ମଧ୍ୟ ଉପପାଦ୍ୟଟିକୁ ଭଲ ଭାବେ ବୁଝି ତାକୁ ପ୍ରାକ୍ଟିସ୍ କରିକି ଉପକୃତ ହେବେ। ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛ ସବସ୍କ୍ରାଇବ୍ କରିନା ତୁରନ୍ତ ସବସ୍କ୍ରାଇବ୍ କର, ଯାହାଫଳରେ ଆମେ ଯାହା ନୂଆ ଭିଡ଼ିଓ ଅପଲୋଡ଼ କରିବ ତୁମମାନଙ୍କ ପାଖରେ ପ୍ରଥମେ ନୋଟିଫିକେସନ୍ ପହଞ୍ଚିବ।